ଦେଖିବା ଆଜି ପର୍ଯ୍ୟନ୍ତ କଣ ଆଉ କୋଉ ବିଭାଗରେ କୋଉ ପଦବୀ ଭ୍ୟାକାନ୍ସି ଅଛି ଦେଖିବା। ଦେଖନ୍ତୁ 31/5/2024 ତାରିଖ ସୁଦ୍ଧା ପ୍ରାଇମେରୀରେ ସ୍କୁଲରେ 3505 ଭ୍ୟାକାନ୍ସି ଅଛି ବୋଲି ଗଭର୍ଣ୍ଣମେଣ୍ଟ ଦର୍ଶାଇଛି ଏବଂ ଅପର ପ୍ରାଇମେରୀ ସ୍କୁଲରେ 13,529 ଭ୍ୟାକାନ୍ସି ଅଛି। ଟୋଟାଲ 16,000 ବା 17,000 ପୋଷ୍ଟ ଫାଙ୍କା ଅଛି ବୋଲି ଗଭର୍ଣ୍ଣମେଣ୍ଟ ଦର୍ଶାଉଛି 31/5/2024 ତାରିଖ ସୁଦ୍ଧା। ସେମିତି ଯଦି ଦେଖିବା ଅନୁଦାନ ପ୍ରାପ୍ତ କଲେଜରେ ଖାଲି ପଦବୀ ରହିଛି 1,479 ଅଧ୍ୟାପକ ପଦବୀ। ଟୋଟାଲ ରହିଛି 304ଟି ଅନୁଦାନ ପ୍ରାପ୍ତ କଲେଜ। ଏଥିରେ ମୋଟ ଅଧ୍ୟାପକ ରହିଛନ୍ତି 703 ଜଣ ଥିବା ବେଳେ 1,479 ପଦ ଖାଲି ପଡ଼ିଛି। ଏବଂ ଏସ୍ଏସ୍ବି ଦ୍ୱାରା ମାର୍ଚ୍ଚ 9 ତାରିଖରେ 786 ପଦବୀରେ ନିଯୁକ୍ତି ପ୍ରକ୍ରିୟା ଜାରି ରହିଛି। ବାକି ଖାଲି ପଦବୀ ପାଇଁ ସରକାର ସକାରାତ୍ମକ ପଦକ୍ଷେପ ନେଉଛନ୍ତି ବା ଆଉ ଥରେ ନିଯୁକ୍ତି ଆସିପାରେ। ଦେଖିବା ଆମେ ଏବେ ଯେଉଁ ଦେଖୁଥିଲେ ଭ୍ୟାକାନ୍ସି 17,000 ପାଖାପାଖି ରହିଛି। ମନ୍ତ୍ରୀ କହିଛନ୍ତି ଯେ ଖୁବ୍ ଶୀଘ୍ର ନିଯୁକ୍ତି ହେବେ 16,000 ବା 16,500 ଶିକ୍ଷକ। କିନ୍ତୁ ଆମେ ଜାଣିଛେ ବର୍ତ୍ତମାନ ଚାଲିଛି ତାର ଜେଟିର ନିଯୁକ୍ତି ପ୍ରକ୍ରିୟା। ଦେଖନ୍ତୁ ବିଭିନ୍ନ ହାଇସ୍କୁଲରେ କେବଳ ରହିଛି 11,150ଟି ଚତୁର୍ଥ ଶ୍ରେଣୀ ପଦବୀ ଖାଲି, ଯୋଉଟାକି ବର୍ତ୍ତମାନ କ'ଣ କରିଛନ୍ତି ସରକାର ତାକୁ ଚତୁର୍ଥ ଶ୍ରେଣୀ ପଦବୀ ଗୁଡ଼ିକୁ ଡାଇରେକ୍ଟ ପୋଷ୍ଟିଂ ଦେଉନାହାନ୍ତି, HSC ମାଧ୍ୟମରେ ଫିଲ୍ଅପ୍ କରାଯାଇଛି ସେଗୁଡ଼ିକୁ। ଆଉ ଦେଖନ୍ତୁ ରାଜ୍ୟର ସ୍କୁଲ ଗୁଡ଼ିକରେ ଚତୁର୍ଥ ଶ୍ରେଣୀ କର୍ମଚାରୀ ପାଇଁ 12,450ଟି ପଦବୀ ମଞ୍ଜୁରୀ ଥିଲାବେଳେ 3,333 ଜଣ କାର୍ଯ୍ୟରତ ଅଛନ୍ତି। ଆହୁରି 9,117 ଜଣ ପଦବୀ ବା 117ଟି ପଦବୀ ଖାଲି ପଡ଼ିଛି। ସେପରି ଅନୁଦାନ ପ୍ରାପ୍ତ ହାଇସ୍କୁଲ ଗୁଡ଼ିକରେ 2009 ମଞ୍ଜୁରୀ ପ୍ରାପ୍ତ ପଦବୀରୁ 1,670 ଜଣ କାର୍ଯ୍ୟରତ ଅଛନ୍ତି, 933ଟି ଖାଲି ପଡ଼ିଛି। ନୂତନ ଅନୁଦାନ ପ୍ରାପ୍ତ ହାଇସ୍କୁଲରେ 7,182ଟି ମଞ୍ଜୁରୀ ପଦ ଥିବା ବେଳେ 6,082 ଜଣ ନିୟୋଜିତ ଅଛନ୍ତି, 1,100 ପଦବୀ ଖାଲି ପଡ଼ିଛି। ଏହିପରି ଯଦି ସବୁ ହିସାବ କରିବା 11,150ଟି ପଦ ଖାଲି ପଡ଼ିଛି। ଏବଂ ଅନୁକମ୍ପାମୂଳକ ନିଯୁକ୍ତି ଯୋଜନା ରାଜ୍ୟର ବିଭିନ୍ନ ସରକାରୀ ହାଇସ୍କୁଲରେ ଖାଲି ପଡ଼ିଥିବା ଚତୁର୍ଥ ଶ୍ରେଣୀ ପଦବୀ ପୂରଣ କରାଯାଉଛି। ଯଦି କୌଣସି ସରକାରୀ କର୍ମଚାରୀ କାର୍ଯ୍ୟରତ କର୍ମଚାରୀ ମୃତ୍ୟୁବରଣ କରି ତାଙ୍କୁ ଯେଉଁ ପରିବାରର କାହାକୁ ଅନୁକମ୍ପାମୂଳକ ନିଯୁକ୍ତି ଦିଆଯାଉଛି। HSC ମାଧ୍ୟମରେ ଦେଖନ୍ତୁ HSG ମାଧ୍ୟମରେ ଯେଉଁ ସ୍ୱୟଂ ସହାୟକ ଗୋଷ୍ଠୀ ରହିଛନ୍ତି ତା ମାଧ୍ୟମରେ 4,885 ଜଣ ରାତ୍ର ଯୁଗଳ ନିଯୁକ୍ତି ହୋଇଛି ଏବଂ 6,652 ଜଣଙ୍କୁ ରକ୍ଷଣାବେକ୍ଷଣ ନିମନ୍ତେ ନିୟୋଜନ କରାଯାଇଛି। ତାପରେ ଯଦି ଦେଖିବା ସରକାରୀ ବିଶ୍ୱବିଦ୍ୟାଳୟ ଗୁଡ଼ିକରେ ଖାଲି ପଡ଼ିଛି 1,187 ଅଧ୍ୟାପକ ପଦବୀ। ସେଭଳି ବିଶ୍ୱବିଦ୍ୟାଳୟର 105ଟି ଗ୍ରନ୍ଥାଗାରିକ ପଦବୀ ମଧ୍ୟ ଖାଲି ରହିଛି।